ଆଜ୍ଞା ନମସ୍କାର। ମୁଁ ହେଉଛି ୟୁଟ୍ୟୁବର ସୁଶାନ୍ତ ମହାପାତ୍ର। ଆଜ୍ଞା ଗୋଟେ କଥା କହୁଛି, ଏଇ ସୋସିଆଲ ମିଡ଼ିଆରେ ମୁଁ ଦେଖୁଥିଲି ଏବେ ରିସେଣ୍ଟଲି ଖବର ଯେ ତା'ର ସ୍ୱାମୀ ଅଛି, ପିଲା ଛୁଆ ଅଛି, କିନ୍ତୁ ତା ସ୍ତ୍ରୀ ଗୋଟେ ପୁରୁଷ ପିଲା ସାଙ୍ଗରେ ପଳେଇଲା। ସେ ପୁରୁଷ ପିଲା ସାଙ୍ଗରେ ଯେତେବେଳେ ଗଲା, ବହୁତ ବାଟ ବୁଲିଲା, ବହୁତ ସବୁଆଡ଼େ ବୁଲାଚଲା କଲା, କିନ୍ତୁ ତା ସ୍ୱାମୀ ସେଠାରେ ଖୋଜୁଛି। କେଉଁଠାରେ ଖୋଜୁଛି? ସେଇ ଗାଁରେ ତା'ର ଥାନାରେ ଏଫଆଇଆର ଦେଲା, ସବୁଆଡ଼େ ଏଫଆଇଆର ଦେଲା, ଖୋଜିଲା, ପାଇଲା ନାହିଁ। ତାପରେ କିଛି ତା ସ୍ତ୍ରୀ ଗଲା ପରେ, ସେଇ ସ୍ତ୍ରୀ ଲୋକ ଗଲା ପରେ ରହିଲା ସେ ପିଲା ସାଙ୍ଗରେ। କିଛି ଦିନ ପରେ ସେ ପିଲା ତାକୁ ଛାଡ଼ିଦେଲା। ଛାଡ଼ିଦେଲା ପରେ ଆସିଲା ସେ ସ୍ତ୍ରୀ ଲୋକ ତା ସ୍ୱାମୀ ପାଖକୁ ଆସିଲା। ଆଉ କେଉଁଠି ସେ ରାହା ଅଛି? ତା ସ୍ୱାମୀ ପାଖକୁ ଆସିଲା। ତା ସ୍ୱାମୀ ପାଖକୁ ଯେତେବେଳେ ଆସିଲା, ତା ସ୍ୱାମୀ ରଖିଲା ନାହିଁ। ଆଉ ତୁ ଯା, ତୋ ବାଟରେ, ଯେଉଁ ବାଟରେ ଯା, ସ୍ତ୍ରୀ ଯାଇଥିଲୁ ସେ ବାଟରେ ଯା। ସେଇ ବାଟରେ ହିଁ ଗଲା। କୁଆଡ଼େ ଗଲା ନା, ସେ ସ୍ତ୍ରୀ ଲୋକ ତା ବାପ ଘଡ଼ି ପଳେଇଲା। ତା ବାପ ଘରେ ତା ଭାଇ ଭାଉଜ ସମସ୍ତେ ବହୁତ ଯାତନା ଦେଲେ, ତାକୁ ବି ରଖିଲେ ନାହିଁ। ବାପା ମା ରଖିଲେ ନାହିଁ, କହିଲେ ଭୁଲ କାମ କରିଛୁ, ତୋତେ ଆମେ ରଖିକିନି କ'ଣ ନିନ୍ଦା ନେବୁ? ତୁ ଭୁଲ କାମ ନିଜେ ଯେମିତି କରିଛୁ ସେଇ ପରୀକ୍ଷା ତୁମେ ତୋ ବାଟ ଦେଖେ। ସେଠାରେ ବି ରଖିଲେ ନାହିଁ। କୁଆଡ଼େ ଯିବ? ନିରାଶ୍ରୟ ହେଇଗଲା। ସେ ସ୍ତ୍ରୀ ଲୋକଟି ନିରାଶ୍ରୟ ହେଇଗଲା। କ'ଣ କରିବ, କ'ଣ କିଛି ବୁଝିପାରିଲା ନାହିଁ। ଶାଶୁ ନିଜ ଯାହା ସାଙ୍ଗରେ ଯାଇଥିଲା ସେ ରଖିଲା ନାହିଁ, ଏକରେ। ଦ୍ୱିତୀୟତଃ ଯେଉଁ ସ୍ୱାମୀ ସ୍ତ୍ରୀ ପିଲାଛୁଆକୁ, ଯେଉଁ ସ୍ୱାମୀ ଯେଉଁ ପିଲାଛୁଆ ସହିତ ଚଳୁଥିଲା, ସେଇ ପିଲାଛୁଆ ଘୃଣା କଲେ, ସ୍ୱାମୀ ଘୃଣା କଲେ, ସେମାନେ ବି ତଳିଦେଲେ। ନିଜ ବାପା ମା, ନିଜ ଭାଇ, ତାପରେ ଗଲେ ନିଜ ଭାଉଜ, ସେମାନେ ବି ଘୃଣା କରିକି ତଳିଦେଲେ। କେଉଁଠିକି ଯିବ? ଶେଷ କାଳକୁ କିଛି ପାଇଲା ନାହିଁ। ଶେଷରେ ନିଜେ ଆତ୍ମହତ୍ୟାର ବାଟ ବାଛିଲା। କ'ଣ କରିବ? ଆତ୍ମହତ୍ୟାର ବାଟ ଯାଇ ଆତ୍ମହତ୍ୟାର ବାଟ ଯେତେବେଳେ ବାଛିଲା, ଗଲାବେଳେ ନିଜ ଆତ୍ମହତ୍ୟା କରିବା ପାଇଁ କିଛି ଗୋଟେ ପୁଅ ପିଲା ବା ଗୋଟେ ପୁରୁଷ ପିଲା ତାକୁ କହିଲା, ହଉ ଠିକ୍ ଅଛି। ଯେତେବେଳେ ଦେଖିଦେଲା, କାହିଁକି ବା ଆତ୍ମହତ୍ୟା କରୁଛ? ନା ଆସ ମୋ ସାଙ୍ଗରେ। ସେ ସ୍ତ୍ରୀ ଲୋକ ଏଇଆ କହିଲା, ତୁମେ ବହୁତ ବଡ଼ ଭୁଲ କରିଛ, ତେଣୁକରି ଆସ, ମୁଁ ତୁମକୁ ରଖିବି, ମୋର ଭଉଣୀର ପରିଚୟ ଦେଇ ରଖିବି। ତା ଭଉଣୀର ପରିଚୟ ଦେଇ ରଖିଲା, ନିଜ ଭାଇର ପରିଚୟ ପୋଷିଲା, ରହିଲା, ଘର ସଂସାର କଲା। କିଛି ଦିନ ପରେ ସେ ତା'ର ଭାଇ ଭଉଣୀ ହିଁ ଚଳିଲେ। ତେଣୁକରି ଥରେ ଚିନ୍ତା କରନ୍ତୁ ତ, ଏଇ ଭୁଲ କରିବାଟା ବହୁତ ବଡ଼ ପାପ। ତେଣୁକରି ଭୁଲ ବାଟରେ ଯାଆନ୍ତୁ ନାହିଁ, କି ଭୁଲ ବାଟ ବାଛନ୍ତୁ ନାହିଁ। ସେ ସ୍ତ୍ରୀକୁ କେତେବେଳେ ଭୁଲ କାମ କରିଥିଲା, ତେଣୁକରି ସେ ଭୁଲ କାମ କରିବା ଦ୍ୱାରା ଏଇ ଫଳ ହିଁ ପାଇଲା। ମୁଁ ଆଜ୍ଞା ଏଇଟା ସତ ଘଟଣା କହୁନି, ଇଏ ହେଉଛି ଗୋଟିଏ କାହାଣୀ। ସେ କାହାଣୀଟିରେ ନୀତି ଶିକ୍ଷା ଦେବା ପାଇଁ ଚାହୁଁଛି ସଂସାରକୁ, ଯେ ଭୁଲ ବାଟ ବାଛନ୍ତୁ ନାହିଁ, ଠିକ୍ ବାଟରେ ଯାଆନ୍ତୁ। ଠିକ୍ ବାଟରେ ଗଲେ ସଫଳତାର ପହଞ୍ଚିବେ। ମୁଁ ଏତିକି ରହୁଛି ଆଜ୍ଞା, ନମସ୍କାର, ରହିଲି।